शीघ्र आसुनु गलु बापा को कहबू कौन आनिबे आमे बाहर खाइबा जा ଟିକେ କଣ ବାହାର ରୋଟି ଆଉ ପନିର ଆକ୍ଚୁଆଲି ପନିର ଖାଇବ ଟିକେ ଇଏ କରି ପନିର ଟିକେ ଆଣିବା ଟିକେ ରୋଟି ଟିକେ ଆଉ बाय बाय घंटा सक्सेस ଯେତେବେଳେ ଝିଅ ହବାକୁ ଥିଲା ସେତେବେଳେ ଆମେ ଯଦି କୌଣସି କାରଣରୁ ଟିକେ ସ୍ୱାମୀର ମୋର ଯୁକ୍ତିତର୍କ ହେଇଯାଉ ମୁଁ ତାଙ୍କୁ ସବୁବେଳେ ଧମକେଇବି ଯେ ଦେଖିବ ମୋର ଗୋଟେ ଅସ୍ତ୍ର ଆସୁଛି ଆଉ ଅସ୍ତ୍ର ତିଆରି ହେଉଛି ଆଜି ସତକୁ ସତ ମୋ ସାମ୍ନାରେ ଗୋଟେ ଅସ୍ତ୍ର ମାନେ ପୁଅ ହଉ କିମ୍ବା ଝିଅ ହଉ ସନ୍ତାନ ଘରକୁ ଆସିଲେ ମା ପାଇଁ ବହୁତ ସପୋର୍ଟେଡ୍ ମିଳେ ଆଉ ଏମିତିରେ ବି ସ୍ୱାମୀ ସପୋର୍ଟେଡ୍ ବହୁତ ସପୋର୍ଟେଡ୍ କରନ୍ତି ତଥାପି ବି ହୋଟେଲକୁ ଯାଇଥିଲେ ଝିଅ କଥାରେ ଯେହେତୁ ଯାଇଥିଲେ ଝିଅ 2-3 ଦିନ ହେଲାଣି ପନିର ଖାଇବି ହୁଅ ଯୋଉ ଦିନଠୁ ସେ ପନିର ପକୋଡା ଖାଇଛି ସେ ତା ଟେଷ୍ଟ ପାଇଯାଇଛି ଆଉ କହୁଛି ମମ୍ମି ପନିର ଖାଇବି ତାପରେ ଆଜି ବାପାଙ୍କୁ ଯେହେତୁ କହିଥିଲା ବାପା ପନିର ଖାଇବି ତା କଥା ମାନିକି ଯାଇଥିଲେ ପନିର ଆଣିବା ପାଇଁ କିନ୍ତୁ ପନିର ମିଳିଲାନି ଆମର ତ ଏଠି ରେଷ୍ଟୁରାଣ୍ଟ ପାଖାପାଖି ନାହିଁ ଢାବାରେ 2ଟା ଢାବା ବୁଲିଲେ ପନିର ମିଳିଲାନି ଯେହେତୁ ରବିବାର ଥିଲା ଆମର ସିନା ନନଭେଜ ଆମେ ଖାଇବୁନି ଅଲଗା ଲୋକେ ତ ନନଭେଜ ବହୁତ ଖାଉଛନ୍ତି ତେଣୁ ଯେହେତୁ ତାଙ୍କ ତରଫରୁ ପନିର ଆଣିବାଟା ଥିଲା ସେ ନିଜେ ଆସିକି ପନିର ଆଣିକି ରୋଷେଇ କରିଥିଲେ ଆଉ ଚଣା ମସଲାକୁ ରୁଟି ଆଣିଥିଲେ ଭାରି ସତରେ କଣ କହିବି ପନିରଟା ବହୁତ ସୁନ୍ଦର ହେଇଥିଲା ଦେଖୁନାହାନ୍ତି କ୍ରିସୁ ନାକରେ ଗୋଟେ ରବର ପୁରେଇ ଦେଇଛି ଯୋଉଟା ପ୍ୟାକେଟରେ ଆସିଥିଲା ଗୋଡେଇ ହେଇକି ସେ ରବରଟା ପୁରେଇ ଦେଇଛି ସେ ଭେମ୍ ହେଇ କାନ୍ଦୁଛି ପନିରର ଗ୍ରେଭି ଟିକେ ପାଣି ଥିଲା କିନ୍ତୁ ଟେଷ୍ଟ ଥିଲା ବହୁତ ବଢିଆ ସତରେ ଲାଗୁଥିଲା ଆଉ ରାଗ ବି ମଧ୍ୟ ଟିକେ ହେଇଥିଲା ରାଗ ହେଇଥିଲା ସତ କ୍ରିସୁ ମଧ୍ୟ ତାକୁ ଖାଇଥିଲା।